ଗୋପାଳ ବନ୍ଧୁ ଟିକେ ଗରମ ପାଣି ଦେଲେ ତାଙ୍କ ଜିଭ ଟାଣ ହେଇଯାଇଥାନ୍ତା, ନରମ ହେଇଗଲାଣି। ସେ ଖାଲି ଏଇ ଯୋଉ ଦାମିକିଆ ଛତୁ ଖାଇ ଚିକଣ ମୁହଁ ଦେଖେଇବା ପାଇଁ, ଦାଢି ଚିକଣ ଦେଖେଇବା ପାଇଁ 7 ଲକ୍ଷ ସେ ଛତୁ କେଜି ଅଷ୍ଟ୍ରେଲିଆରେ ହଉଛି। ଦେଶଟା ଏଇଆ, ପବ୍ଲିକ ମନି ଏଇଭଳିଆ ବ୍ୟବହାର ହବ? ଗୋଟେ କଥା, ମହାନ ନେତା ଆମର ଫ୍ରିଡମ ଫାଇଟର ଗୋପବନ୍ଧୁ ଦାସ, ତମେ ଗୋପାଳ ଦାସ କହିବ? ଉପହାସ୍ୟ କରିବ? ଏଗୁଡାକ ଅନୁଚିତ। ମୋଦି ଏଭଳିଆ ଭୁଲ କରନି। ତମେ ବାଉଳି ଗଲଣି, ତମେ ବାଉଳା ହେଇଗଲଣି। ଇଣ୍ଡିଆ ମେଣ୍ଟ ମାରି ଆସିଲାଣି ଛାଡୁ। ଯେତିକି ଭୋଟ ହେଇଗଲାଣି ଇଣ୍ଡିଆ ମେଣ୍ଟ ଆଗରେ ଅଛି, ତମେ ପଛରେ। ଏତକ ଯଦି ତମର କମିଗଲା ସରିଲା। ତମେ ୟୁପି ଏଥର ବହୁତ ଖାଲି। ସାଂଘାତିକ ପରିସ୍ଥିତି ଏଇଟା ଇଣ୍ଡିଆରେ। ତେଣୁ ଏଭଳିଆ ବାଉଳି ଚାଳି ହୁଅନି ମୋଦି। ଆଉ ଗୋଟେ ନିର୍ବାଚନ ମଣ୍ଡଳୀରେ ଏମପି ସିଟରେ 3 ଦିନ 4 ଦିନ ସମୟ ଦିଅନି। ଏଗୁଡାକ ଗୋଟେ ସରପଞ୍ଚ ର୍ୟାଙ୍କକୁ ତମେ ପଳେଇ ଯାଉଛ। ପ୍ରାଇମ ମିନିଷ୍ଟର ଇଣ୍ଡିଆର ମହାନ ଚେୟାର, ସେ ମହାମାନ୍ୟ ଚେୟାର, ସେ ଚେୟାରକୁ କଳଙ୍କିତ କରନି। ତାଙ୍କୁ ଏ ଓଡିଆ ଯେ ସାମଲ ଫାମଲ କହିଥିବେ ଯାହା ସେ ସେୟା କହିଲେ ନା। ଆଉ କିନ୍ତୁ ଇଏ ନ କହିଥିଲେ ସେ କେମିତି ଜାଣିବେ? ସେ ବାଉଳାରେ କହିଦେଲେ, ଭୋଳ ହେଇଗଲେଣି। ସେ ବାଉଳିଲେଣି ଖାଲି। ମୋଦି ଏଇନା ପୁରା ବାଉଳିଲେଣି। ତାଙ୍କର ଦେଖିଲେଣି ଚାରିଆଡେ କଣ ଖାଲି ଦେଖାଗଲାଣି। କଣ ହବ ମୋ ଅବସ୍ଥା? ସେ ପାଗଳ ଭଳିଆ ହେଲେଣି। ୟାର ସବୁ ଷ୍ଟେଟମେଣ୍ଟ ଦେଲେଣି। କଣ ହେଲା ସେଠୁ? ତମେ କେଜରିୱାଲ ଗଲ, କଣ ତମର ଭାସିଗଲା? ତମ ଇଜ୍ଜତ ବଢିଗଲା ଇଣ୍ଡିଆରେ, ୱାର୍ଲଡରେ। ଏଥର ଜିତିବେ ସେ ଏ ମୋଦି ପାଇଁ। ସେ ଯାଇଥିଲେ, ସେ ଯେତେ ସଚ୍ଚୋଟ ଆମେ ଭାବୁଛେ ତା ନୁହେଁ। ଆନ୍ନା ଯୋଉଟା କହିଥିଲା ଠିକ କହିଥିଲା, କହିଲା ମୋ ସମ୍ପତ୍ତିକ ସବୁ ନେଇଗଲୁ, ତୁ ଜେଲ ଯିବୁନି, ଆଉ କଣ ମୁଁ ଯିବି? କିନ୍ତୁ ମୋଦି ଅନ୍ୟାୟ କରିଛି ତାକୁ ଜେଲରେ ରଖି। ଗୋଟେ ଚିଫ ମିନିଷ୍ଟର, ସେ ଗଣତନ୍ତ୍ର ହତ୍ୟା କରାଯାଇଛି। ହାରାହାରି 1300 ଇଡି କେସ୍, ନେତା ଶିଳ୍ପପତି ପଇସା ଆଦାୟ କରିବା ପାଇଁ। ପ୍ରାୟ 1500 ସିବିଆଇ ରେଡ୍। ଏଗୁଡା କଣ ହବା କଥା? ଏଗୁଡା ହବା କଥା? ଅନ୍ୟାୟ, ଗଣତନ୍ତ୍ରକୁ ହତ୍ୟା। ଦେଶ ରହିଲେ ସବୁ ରହିବ। ଲୋକ ପ୍ରତିନିଧି ଦେଶ ଇଏ। ଗଣତନ୍ତ୍ର ଆମର ପୃଥିବୀ ପ୍ରସିଦ୍ଧ। ଆମ୍ବେଦକରକୁ ସଲାମ। ଏ ଗଣତନ୍ତ୍ରକୁ ହତ୍ୟା କରନି। ଯାହାର ଯୋଉ ଚେୟାର, ସେ ଚେୟାରକୁ ସମ୍ମାନ ଦିଅ, ଭଲ ହବ। ଏଗୁଡାକ ଅତି ଶସ୍ତା କଥା ସେ କହିଦେଲେ। ସେ ନିଜେ ଗୋଟେ କ୍ରିମିନାଲ। ତା ମାନେ ସମସ୍ତେ, ସେ କେଜରିୱାଲ ସମସ୍ତେ କେମିତି କରିଦବ? ସେ ସମସ୍ତେ ଏକଦମ କ୍ରିମିନାଲ। ତମେ ଏକୁଟିଆ ଅନେଷ୍ଟ। ଗାନ୍ଧୀଙ୍କର କଣ ତମେ ଅଣଦେଜ? ଗାନ୍ଧୀ ଭଳିଆ ଲୋକ 3ଟା ଗୁଳିରେ ଗଲେ, ତମେ କଣ 7ଟା ଗୁଳିରେ ଯିବ? କେଜରିୱାଲ, ତମେ ଆଉ ଏତେ ଅନେଷ୍ଟ ଦେଖାଅନି। ସମସ୍ତେ କ୍ରିମିନାଲ କୁହନି। ଦଳର ସମସ୍ତେ କ୍ରିମିନାଲ। ଏଗୁଡାକ ଏଭଳିଆ କୋଉ ଦଳକୁ କମେଣ୍ଟ ଦିଅନି। ବହୁତ ଭାଗ୍ୟବାନ ଲୋକ ଅଛନ୍ତି, ଅନେଷ୍ଟ ଲୋକ ଅଛନ୍ତି। ସବୁ କଂଗ୍ରେସରେ ଅଛନ୍ତି, ବିଜେପିରେ ଅଛନ୍ତି, ଅନ୍ୟ କମ୍ୟୁନିଷ୍ଟରେ ଅଛନ୍ତି, ଅନ୍ୟ ସବୁ ଦଳରେ ଅଛନ୍ତି। ଚାହେଁ ମୁଁ ଏଇନା ଦାରୁଠଙ୍ଗ, ଦାସପୁର, ଅନ୍ଧାରୁ ଆଦିବାସୀ ସାରିକି ମୁଁ ମୋର ସୋସିଆଲ ସମ୍ପର୍କରେ ଯାଉଛି। ଗୋଟେ ବିରାଟ ପଟୁଆର ଦାର୍ଥିକରେ ବାହାରିଲା ବିଭୂତି ବଳବନ୍ତର ପାଇଁ ଆଉ ମନ୍ମଥ ରାଉତରାୟ ପାଇଁ। 3-4 ହଜାର ଲୋକ ପ୍ରସନ୍ନ କରୁଛନ୍ତି। ମୁଁ ଯେତିକି ଦେଖୁଛି ଚାରିଆଡେ ବୁଲିକି 7ଟା ଯାକ ନିର୍ବାଚନ ବହୁ ଭଲ ଭୋଟରେ ଜିତିବ ମନ୍ମଥ ରାଉତରାୟ। କାରଣ ଖ୍ରୀଷ୍ଟିଆନ ମାନେ ମୁଁ ଦେଖିଲି ଖୋର୍ଦ୍ଧା, ଜଟଣୀ ଫଟଣୀ ସବୁ ମାର୍ଚ୍ଚ। ମୁସଲମାନ ମାନେ ଯେତେ ବଡ ଗାଁ, ଯଦୁପୁର, କେରଙ୍ଗ, ସରଦାସପୁର, ତରତୁଆ, ତରାବୋଇ, ବେଳାପଞ୍ଜରୀ, ରତିପୁର, ଆମର ସୁନ୍ଦରପଦା, ଝାଡପଡା, ଯେତେ ଭୁବନେଶ୍ୱର, ଜଟଣୀ ସହର, ମୁସଲମାନ ଭାଇ ମାନେ ମାତିଗଲେଣି। ସମସ୍ତ ଯୁବକ, ଛାତ୍ର, ମହିଳା, ଆଦିବାସୀ, ଶିକ୍ଷିତ ଲୋକ, ଅଫିସର ମାନେ ସମସ୍ତେ ମାତିଲେଣି। ନାଇଁ, ମନ୍ମଥ ରାଉତରାୟ ଜଣେ ଏଲିଜିବୁଲ ଭୁବନେଶ୍ୱର ସଂସଦ ପାଇଁ। ଆଉ ଲୋକସଭାରେ ଠିକ କୋଶ୍ଚିନ୍ କରିବେ, ଆଲୋଚନାରେ ପାର୍ଟିସିପେଟ କରିବେ। ଭଦ୍ର ପିଲା, ସରଳ ପିଲା। ଏଇ ଭାବନା ନେଇ ମୁଁ ଅତି ଆନନ୍ଦିତ।
ମୋତେ ଖରା ଫରା କାଟୁନି। ଏ 3 ମାସ ଖରା ମୁଁ 7ଟା ଯାକ ନିର୍ବାଚନ ମଣ୍ଡଳୀ ବେଗୁନିଆ ବୋଲଗଡ଼ ଖୋର୍ଦ୍ଧା ଏଇନା ଆପଣ ବିଶ୍ୱାସ କରି ଏଇଠୁ ସିଧା ବାହାରିବେ ଏଇନା ବୋଲଗଡ଼ ନିମନ୍ତ୍ରଣ ଯୋଉଠି ଆସିଲା ମୁଁ ଯାଉଛି। ହଁ କି କଥା ମୋ ପୁଅ ସେ ବିଜେପି ଯୋଉମାନେ କହୁଛନ୍ତି ତମେ ଟିକେ ଲେମ୍ବୁ ଚୁପୁଡିକି ଚା ପିଅ ଆଉ ଏ କ୍ଷୀର ଚା ପିଅନି ତମର ଝାଡା ଫାଡା ହବ। ଆରେ ଅଲରେଡି ମନ୍ମଥ ରାଉତରାୟକୁ ଲୋକମାନେ ବାଛି ସାରିଛନ୍ତି ଭୋଟର ଭାଇ ଭଉଣୀ ମାନେ। 7ଟି ଯାକ ନିର୍ବାଚନ ଭୁବନେଶ୍ୱର ଗୋଟେ ଇଣ୍ଟେଲେକ୍ଚୁଆଲ ଆଇଏଏସ୍ ଟୁ ପିଅନ ଖଟିଖିଆ ମୂଲିଆ ଚାଷୀ ଗାଁ ଗହଳି ଲୋକ ବେଗୁନିଆ ବୋଲଗଡ଼ ଖୋର୍ଦ୍ଧା ଜଟଣୀ ବରୁଣେଇ ଏ ପାଇକ ପୁଅ ସେ ଗୋଟେ ଏ ଅଞ୍ଚଳର ଲୋକମାନେ ସମସ୍ତେ ମାତି ଯାଇଛନ୍ତି। ଦଳ ମତ ନିର୍ବିଶେଷରେ ମନ୍ମଥ ରାଉତରାୟ ବିପୁଳ ସଂଖ୍ୟାରେ ଆପଣ ଦେଖିବେ ଭୁବନେଶ୍ୱର ସଂସଦ ଭାବେ ନିର୍ବାଚିତ ହେବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।